କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅଧୀନ 12 ନମ୍ବର ୱାର୍ଡ ଖୁଣ୍ଟପାଣି ଗ୍ରାମର ଖେଳ ପଡ଼ିଆରେ ବୀର ବିର୍ସା ମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ 3 ଦିନ ଧରି ନକ୍ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡ ସମେତ ଓଡ଼ିଶା ରାଜ୍ୟର ମୋଟ 32ଟି ଦଳ ଅଂଶଗ୍ରହଣ କରିଥିଲେ। ରବିବାର ଫାଇନାଲ ମ୍ୟାଚ୍ ରେଲୱେ ଷ୍ଟେସନ ଯୋଡ଼ା ଓ କଳିଙ୍ଗ ଲଜିଷ୍ଟିକ୍ ମଧ୍ୟରେ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳିଥିଲା। କଳିଙ୍ଗ ଲଜିଷ୍ଟିକ୍ 2-0 ଗୋଲରେ ରେଲୱେ ଟିମ୍କୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ୍ ଯୋଡ଼ା ଇଷ୍ଟ ମାଇନ୍ସ ହେଡ୍ ବ୍ରିଜ ବିନୋଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବୈତରଣୀ ଆଇରନ୍ ମାଇନ୍ସର ସଚିଦାନନ୍ଦ ପରିଡ଼ା, ଯୋଡ଼ା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ, 12 ନମ୍ବର ୱାର୍ଡ କାଉନ୍ସିଲର ଲିଲିମଣି ମୁଣ୍ଡା, ବରିଷ୍ଠ ନାଗରିକ ଅଚନ ମଣ୍ଡା, ଯୋଡ଼ା ମାଇନିଂ ଏରିଆ ଟ୍ରକ୍ ମାଲିକ ସଭାପତି ଚତୁର୍ଭୁଜ ପଲେଇ, ଟିଏସ୍ଏଫ୍ ଅଧିକାରୀ ପ୍ରମୋଦ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ବ୍ରଜ ବିନୋଦ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା କଳିଙ୍ଗ ଟିମ୍କୁ ନଗଦ 75,000 ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅଫ୍ ରେଲୱେ ଦଳକୁ ନଗଦ 55,000 ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବୀର ବିର୍ସା ମୁଣ୍ଡା ଯୁବକ ସଂଘର ସଦସ୍ୟ ଏହି ଖେଳ ପରିଚାଳନା କରିଥିଲେ। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ଉତ୍ସର୍ଗ ଖବର।